ଆଜି ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଗୋଟାଏ ସୁନ୍ଦର ଗୀତ ମନେ ପଡ଼େ। ଚିଠି ମୋର ଟିକି ଚଢ଼େଇ ଫୁର୍କି ନା ଦେଲି ଉଡ଼େଇ, ସେଇ ଚଢ଼େଇ କହି ବଜାଇ, ସେଇ ଚଢ଼େଇ କହି ବଜାଇ ଲେଖିଛି ଯିଏ ଚିଠି କି, ସେ ତୋରି ପାଇଁ, ତୋ ପାଇଁ, ତୋରି ପାଇଁ, ତୋ ପାଇଁ। ଦର୍ଶକ ବନ୍ଧୁ, ପ୍ରକୃତିର ଅପୂର୍ବ ସୃଷ୍ଟି ମଧ୍ୟରେ ପକ୍ଷୀମାନେ ଅନ୍ୟତମ। ଯଦି ଆମେ ସବୁଠାରୁ ରଙ୍ଗୀନ ଏବଂ ଆକର୍ଷଣୀୟ ପକ୍ଷୀ ବିଷୟରେ କଥା ହେବା, ତେବେ ମକାଓର ନାମ ସର୍ବାଗ୍ରେ ଆସିବ। ଏହି ପକ୍ଷୀମାନେ କେବଳ ସେମାନଙ୍କର ଉଜ୍ଜଳ ରଙ୍ଗ ପାଇଁ ନୁହେଁ, ବରଂ ସେମାନଙ୍କର ଉଚ୍ଚ ବୁଦ୍ଧିମତ୍ତା ଏବଂ ମଣିଷ ପରି କଥା କହିବାର ଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ମକାଓ ପକ୍ଷୀ କ'ଣ। ମକାଓ ହେଉଛି ଶୁଆ ଜାତୀୟ ପରିବାରର ଏକ ବଡ଼ ପ୍ରଜାତି। ପୃଥିବୀରେ ପ୍ରାୟ 12ରୁ ଅଧିକ ପ୍ରକାରର ମକାଓ ପ୍ରଜାତି ରହିଛନ୍ତି। ଏମାନଙ୍କର ଲମ୍ବ 12 ଇଞ୍ଚରୁ ଆରମ୍ଭ କରି 40 ଇଞ୍ଚ ପର୍ଯ୍ୟନ୍ତ ହେଇଥାଏ। ଏମାନଙ୍କର ଥଣ୍ଟ ଅତ୍ୟନ୍ତ ଶକ୍ତିଶାଳୀ, ଯାହା ସାହାଯ୍ୟରେ ସେମାନେ ନଡ଼ିଆ କିମ୍ବା ଟାଣ ବାଦାମକୁ ସହଜରେ ଭାଙ୍ଗି ପାରନ୍ତି। ଏମାନଙ୍କର ଲାଞ୍ଜ ଶରୀର ତୁଳନାରେ ବହୁତ ଲମ୍ବା ହେଇଥାଏ, ଯାହା ସେମାନଙ୍କୁ ଉଡ଼ିବା ସମୟରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ। ମକାଓର ପାଦରେ 4ଟି ଆଙ୍ଗୁଠି ଥାଏ, ଯେଉଁଥିରୁ 2ଟି ଆଗକୁ ଏବଂ 2ଟି ପଛକୁ ଥାଏ। ଏହା ସେମାନଙ୍କୁ ଗଛ ଡାଳ ଧରିବାରେ ଏବଂ ଖାଦ୍ୟ ଧରି ଖାଇବାରେ ସାହାଯ୍ୟ କରେ। ଏମାନଙ୍କର ଲମ୍ବା ଲାଞ୍ଜ ଏବଂ ଶକ୍ତିଶାଳୀ ବଙ୍କା ଥଣ୍ଟ ଏମାନଙ୍କୁ ଅନ୍ୟ ପକ୍ଷୀଙ୍କ ଠାରୁ ଅଲଗା କରିଥାଏ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ଏମାନଙ୍କର ଖାଦ୍ୟ, ପାନୀୟ ଏବଂ ସାମାଜିକ ଜୀବନ ଉପରେ। ଏମାନେ ମୁଖ୍ୟତଃ ଦକ୍ଷିଣ ଆମେରିକା, ମଧ୍ୟ ଆମେରିକା ଏବଂ ମେକ୍ସିକୋର କ୍ରାନ୍ତୀୟ ବର୍ଷା ଜଙ୍ଗଲରେ ଦେଖାଯାନ୍ତି। ମକାଓ ପକ୍ଷୀ ମୁଖ୍ୟତଃ ଶାକାହାରୀ। ସେମାନଙ୍କର ଖାଦ୍ୟ ତାଲିକାରେ ବିଭିନ୍ନ ପ୍ରକାରର ଫଳ, ମଞ୍ଜି ଏବଂ ବାଦାମ ଗଛର ପତ୍ର ଏବଂ ଫୁଲ ରହିଥାଏ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, କେତେକ କ୍ଷେତ୍ରରେ ସେମାନେ ଜଙ୍ଗଲର କର୍ଦ୍ଦମାକ୍ତ ମାଟି ମଧ୍ୟ ଖାଆନ୍ତି, ଯାହାକି ସେମାନଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏମାନେ ବହୁ ଜୋରରେ ଶବ୍ଦ କରିପାରନ୍ତି। ଜଙ୍ଗଲରେ ନିଜ ଦଳ ସହ ଯୋଗାଯୋଗ କରିବା ପାଇଁ ଏମାନେ ବିଭିନ୍ନ ପ୍ରକାରର ସ୍ୱର ବ୍ୟବହାର କରନ୍ତି। ଏମାନଙ୍କର ବୁଦ୍ଧି ଶିଶୁମାନଙ୍କ ପରି ହେଇଥାଏ। ଏମାନେ ଶବ୍ଦ ନକଲ କରିବାରେ ଏବଂ ଛୋଟ ଛୋଟ କାମ ଶିଖିବାରେ ପାରଙ୍ଗମ। ମକାଓ ପକ୍ଷୀ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହନ୍ତି, ବରଂ ସେମାନେ ଆମ ପରିବେଶର ସନ୍ତୁଳନ ରକ୍ଷା କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।